ପିଲାମାନେ ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ବହିର ଯେ ଥାଏ ପର ଉପକାରୀ ବିଷୟର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। 1 ନମ୍ବର, ଆସ କଥାବାର୍ତ୍ତା ହେବା। କ ନମ୍ବର ପ୍ରଶ୍ନ, ମେକରଣ କେଉଁ ସ୍ଥାନରେ ତପସ୍ୟା କରିଥିଲେ? ଉତ୍ତର, ମେକରଣ ଗିରିନାର ପର୍ବତର ପାଦଦେଶରେ ଥିବା ଅରଣ୍ୟରେ ଦୀର୍ଘ 12 ବର୍ଷ ଧରି ତପସ୍ୟା କରିଥିଲେ। ଖ ନମ୍ବର ପ୍ରଶ୍ନ, ତପସ୍ୟା ସମୟରେ ସେ କିପରି ଜୀବନ ବିତାଉଥିଲେ? ଉତ୍ତର, ତପସ୍ୟା ସମୟରେ ସେ କନ୍ଦମୂଳ ଖାଇ ଓ ଝରଣାର ଜଳ ପିଇ ଜୀବନ ବିତାଉଥିଲେ। ଗ ନମ୍ବର ପ୍ରଶ୍ନ, ଗୁରୁ କାହିଁକି ମେକରଣଙ୍କୁ ଆଶୀର୍ବାଦ କଲେ? ଉତ୍ତର, ମେକରଣ ଦୀର୍ଘ 12 ବର୍ଷ ଧରି କଠୋର ତପସ୍ୟା କରୁଥିବାର ଜାଣି ଗୁରୁ ତାଙ୍କୁ ଆଶୀର୍ବାଦ କଲେ। ଘ ନମ୍ବର ପ୍ରଶ୍ନ, ନିଜର ତପସ୍ୟା ସରିବା ପରେ ମେକରଣ ଗୁରୁଙ୍କୁ କ'ଣ କହିଲେ? ଉତ୍ତର, ନିଜର ତପସ୍ୟା ସରିବା ପରେ ତାଙ୍କୁ କ'ଣ କରିବାକୁ ହେବ ବୋଲି ମେକରଣ ଗୁରୁଙ୍କୁ ପଚାରି ବୁଝିଥିଲେ। ୱ ନମ୍ବର ପ୍ରଶ୍ନ, ମରୁଭୂମିକୁ ମେକରଣ କିପରି ପାଣି ନେଉଥିଲେ? ଉତ୍ତର, ଗୁରୁ ଦତ୍ତାତ୍ରେୟ ପ୍ରଦାନ କରିଥିବା ତୁମ୍ବି ଦୁଇଟିରେ ପାଣି ପୂରାଇ ମେକରଣ ଭାର ସାହାଯ୍ୟରେ ମରୁଭୂମିକୁ ନେଉଥିଲେ। 2 ନମ୍ବର, ଉତ୍ତର ଲେଖିବା। କ ନମ୍ବର ପ୍ରଶ୍ନ, ଦତ୍ତାତ୍ରେୟ ମେକରଣଙ୍କୁ ତୁମ୍ବି ଦୁଇଟି ଦେବାର କାରଣ କ'ଣ ଥିଲା? ଉତ୍ତର, କଚ୍ଛ ମରୁଭୂମିରେ ପାଣି ଅଭାବରୁ ଅନେକ ସମୟରେ ଯାତ୍ରୀମାନେ ମୃତ୍ୟୁ ମୁଖରେ ପଡ଼ୁଥିଲେ। ତୁମ୍ବି ଦୁଇଟିରେ ପାଣି ନେଇ ଯାତ୍ରୀମାନଙ୍କୁ ପ୍ରଦାନ କରି ମହତ୍ କାର୍ଯ୍ୟ କରିବା ପାଇଁ ଗୁରୁ ମେକରଣଙ୍କୁ ଉପଦେଶ ଦେଇଥିଲେ। ମରୁଭୂମି ମଧ୍ୟକୁ ପାଣି ନେବା ପାଇଁ ସେ ତାଙ୍କୁ ତୁମ୍ବି ଦୁଇଟି ଦେଇଥିଲେ। ଖ ନମ୍ବର ପ୍ରଶ୍ନ, ତୁମ୍ବି ଦୁଇଟିକୁ ମେକରଣ କିପରି ବ୍ୟବହାର କରୁଥିଲେ? ଉତ୍ତର, ତୁମ୍ବି ଦୁଇଟିରେ ପ୍ରତିଦିନ ପାଣି ପୂରାଇ ମେକରଣ ଭାର ସାହାଯ୍ୟରେ ମରୁଭୂମିର ବହୁ ଦୂରକୁ ଯାଉଥିଲେ। ଶୋଷରେ ବିକଳ ହୋଇ ପାଣି ଖୋଜୁଥିବା ଯାତ୍ରୀମାନଙ୍କ ପାଖରେ ପହଞ୍ଚି ସେ ସେମାନଙ୍କୁ ପାଣି ପିଆଇ ମୃତ୍ୟୁ ମୁଖରୁ ବଞ୍ଚାଉଥିଲେ। ଗ ନମ୍ବର ପ୍ରଶ୍ନ, ପଥିକମାନଙ୍କୁ ଦେଖି ମେକରଣ ଖୁସି ହେଉଥିଲେ କାହିଁକି? ଉତ୍ତର, ମେକରଣ ଗୁଜରାଟର କଚ୍ଛ ଅଞ୍ଚଳରେ ଜନ୍ମ ଲାଭ କରିଥିଲେ। ତାହା ଥିଲା ଏକ ମରୁଭୂମି। ସେଠାରେ ଯାତ୍ରୀମାନେ ଶୋଷରେ ବିକଳ ହୋଇ ପାଣି ମୁନ୍ଦିଏ ଖୋଜି ଖୋଜି ନିରାଶ ହୁଅନ୍ତି, ମୃତ୍ୟୁ ମୁଖରେ ପଡ଼ନ୍ତି। ମେକରଣ ଗୁରୁ ଦତ୍ତାତ୍ରେୟଙ୍କ ନିର୍ଦ୍ଦେଶ ଅନୁସାରେ ଏହିଭଳି ପଥିକମାନଙ୍କୁ ପାଣି ପିଆଉଥିଲେ। ମରଣ ମୁହଁରୁ ମୁକୁଳି ଆସୁଥିବା ସେହି ମଣିଷମାନଙ୍କ ମୁହଁରେ ହସ ଦେଖି ମେକରଣ ଖୁସି ହେଉଥିଲେ। ଘ ନମ୍ବର ପ୍ରଶ୍ନ, କେଉଁ ଉପାୟରେ ମୋତି ଓ ଲାଲା ଲୋକମାନଙ୍କୁ ପାଣି ଯୋଗାଉଥିଲେ? ଉତ୍ତର, ମେକରଣ ତୁମ୍ବି ଦୁଇଟିରେ ପାଣି ଭରି ତାକୁ ଗଧ ପିଠିରେ ଓହଳାଇ ଦେଉଥିଲେ। ସାଙ୍ଗରେ ଗୋଟିଏ ଡବା ଦେଉଥିଲେ। ମୋତି ଆଗରେ ଓ ଲାଲା ତା ପଛରେ ପାଣି ବିନା ଛଟପଟ ହେଉଥିବା ଯାତ୍ରୀମାନଙ୍କ ପାଖକୁ ଯାଉଥିଲେ। ଶୋଷିଲା ଯାତ୍ରୀମାନେ ଗଧ ପିଠିରେ ଓହଳିଥିବା ତୁମ୍ବିରୁ ଡବାରେ ପାଣି କାଢ଼ି ପିଉଥିଲେ। ଏହିପରି ମୋତି ଓ ଲାଲା ଲୋକମାନଙ୍କୁ ପାଣି ଯୋଗାଉଥିଲେ। ୱ ନମ୍ବର ପ୍ରଶ୍ନ, ରାଜାଙ୍କୁ ମେକରଣ କି ଦାନ ମାଗିଥିଲେ? ଉତ୍ତର, ରାଜା କଚ୍ଛ ଭୂମିରେ ଆଉ ଶିକାର ନ କରନ୍ତୁ। ମେକରଣ ରାଜାଙ୍କୁ ଦାନ ସ୍ୱରୂପ ଏହା ମାଗିଥିଲେ। ଏଥିରୁ ତାଙ୍କର ଜୀବେ ଦୟା ଭାବ ପ୍ରକାଶ ପାଉଛି। 3 ନମ୍ବର, ତଳେ ଦିଆଯାଇଥିବା ଅନୁଚ୍ଛେଦଟିକୁ ପଢ଼ି ଆବଶ୍ୟକ ସ୍ଥଳରେ ଉପଯୁକ୍ତ ଚିହ୍ନ ଦେବା। ବ୍ୟାସଦେବ କେବଳ ଜଣେ ଋଷି ନଥିଲେ, ସେ ଥିଲେ ଜଣେ ମହାନ ପଣ୍ଡିତ। ସେ ନିଜେ ଅନେକ ପୁରାଣ ଶାସ୍ତ୍ର ରଚନା କରିଥିଲେ। ବହୁ ଶିଷ୍ୟ ତାହାଙ୍କ ନିକଟରେ ରହି ବିଦ୍ୟା ଅଧ୍ୟୟନ କରୁଥିଲେ। ଏଭଳି ଏକ ଚମତ୍କାର ଦୃଶ୍ୟ ଦେଖି
ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ମନେ ମନେ ଚିନ୍ତା କଲେ, ମୁଁ ତ ଏତେ ଶାସ୍ତ୍ର ଅଧ୍ୟୟନ କରିଛି, କିନ୍ତୁ କାହିଁ ସଂସାରରେ ଏଭଳି ବିଦ୍ୟା ଥିବାର ତ ମୁଁ ଜାଣିନାହିଁ। ସୁତରାଂ ମୋର ବିଦ୍ୟା ଅପୂର୍ଣ୍ଣ ଅଟେ। 4 ନମ୍ବର, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରିବା। କ ନମ୍ବର, ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଆମ ଦେଶ ଗଠିତ। ଖ ନମ୍ବର, ଗୁରୁ ଯେତେବେଳେ ଜାଣିଲେ ଯେ ତାଙ୍କ ଶିଷ୍ୟ ତପସ୍ୟା କରୁଛି, ସେ ଆନନ୍ଦିତ ହେଲେ। ଗ ନମ୍ବର, ବ୍ୟାକରଣ ବାର୍ଦ୍ଧକ୍ୟରେ ପହଞ୍ଚିଲେ ଅଥଚ ପଥିକମାନଙ୍କୁ ପାଣି ଯୋଗାଉଥିଲେ। ଘ ନମ୍ବର, ଜଳ ହିଁ ଜୀବନ, ତେଣୁ ଜଳଦାନ ମହଦ୍ଦାନ। ୱ ନମ୍ବର, ବ୍ୟାକରଣ କିନ୍ତୁ ଚଦରଟିକୁ ନେଲେ ନାହିଁ। 5 ନମ୍ବର, ଚକ୍ରର ମଝିରେ ଥିବା ଅକ୍ଷର ସହ ଚାରିପଟେ ଥିବା ଅକ୍ଷରକୁ ଯୋଡ଼ି ଯେଉଁ ନୂତନ ଶବ୍ଦଟି ମିଳୁଛି, ସେହି ଶବ୍ଦକୁ ଚକ୍ରର ବାହାର ବୃତ୍ତରେ ଲେଖିବା ଓ ବ୍ୟବହାର କରି ବାକ୍ୟ ଗଢ଼ିବା। ସ୍ୱାର୍ଥ, ସ୍ୱାର୍ଥପର ମଣିଷ ସବୁବେଳେ ଦୁଃଖ ପାଇଥାଏ। ସ୍ୱାଗତ, ବନ୍ଧୁମାନଙ୍କୁ ସ୍ୱାଗତ କର। ସ୍ୱାକ୍ଷର, ପ୍ରଧାନ ଶିକ୍ଷକ ସ୍ୱାକ୍ଷର କରି ସାର୍ଟିଫିକେଟ୍ ଦେଲେ। ସ୍ୱାଦିଷ୍ଟ, ମା'ଙ୍କ ହାତରନ୍ଧା ଖାଦ୍ୟ ଭାରି ସ୍ୱାଦିଷ୍ଟ ହୋଇଥାଏ। ସ୍ୱାୟତ୍ତ, ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅଛି। ସ୍ୱାଭାବିକ, ତୁମର ଏଭଳି ଭାବନା ଆସିବା ସ୍ୱାଭାବିକ ଅଟେ। ସ୍ୱାଧୀନ, ଆମ୍ଭେମାନେ ଭାରତବର୍ଷର ସ୍ୱାଧୀନ ନାଗରିକ। ସ୍ୱାବଲମ୍ବୀ, ଆମ ଦେଶର ମହିଳାମାନେ ସ୍ୱାବଲମ୍ବୀ ଅଟନ୍ତି। 6 ନମ୍ବର, ବନ୍ଧନୀ ମଧ୍ୟରୁ ଉପଯୁକ୍ତ କ୍ରିୟାପଦ ବାଛି ଶୂନ୍ୟସ୍ଥାନ ପୂରଣ କରିବା। କ ନମ୍ବର, ଭୋକ ହେଲେ ସେମାନେ ଫଳମୂଳ ଖାଇବେ। ଖ ନମ୍ବର, ଶିଷ୍ୟର ସଫଳତା ବିଷୟରେ ଶୁଣି ଗୁରୁ ଖୁସି ହେଲେ। ଗ ନମ୍ବର, ଏବେ ମୋତେ କ'ଣ କରିବାକୁ ହେବ ଆପଣ କୁହନ୍ତୁ। ଘ ନମ୍ବର, ସନ୍ଧ୍ୟା ହେଲେ ଲାଲା ଓ ମୋତି କୁଡ଼ିଆକୁ ଫେରନ୍ତି। 7 ନମ୍ବର, ତଳେ ଦିଆଯାଇଥିବା ଶବ୍ଦମାନଙ୍କୁ ଗୋଟିଏ ଗୋଟିଏ ବାକ୍ୟରେ ବ୍ୟବହାର କରିବା। ଏକୀଭୂତ, ଜଳ ଓ କ୍ଷୀର ଏକୀଭୂତ ହୋଇପାରେ। ଖ ନମ୍ବର, ଦୃଢ଼ୀଭୂତ, ମୋତି ଓ ଲାଲାଙ୍କ ସମ୍ପର୍କ ଦୃଢ଼ୀଭୂତ ହେଲା। ଗ ନମ୍ବର, ଦ୍ରବୀଭୂତ, ଲୁଣ ପାଣିରେ ଦ୍ରବୀଭୂତ ହୁଏ। ଘ ନମ୍ବର, ଦୂରୀଭୂତ, ସୂର୍ଯ୍ୟ ଉଦୟ ହେଲେ ଅନ୍ଧକାର ଦୂରୀଭୂତ ହୋଇଥାଏ। 8 ନମ୍ବର, ତଳେ ଦିଆଯାଇଥିବା ଶବ୍ଦମାନଙ୍କରେ ଆବଶ୍ୟକ ସ୍ଥଳେ ନିବାରଣ କିମ୍ବା ସମ୍ବରଣ ଯୋଗ କରିବା। କ୍ଷୁଧା ନିବାରଣ, ଲୋଭ ସମ୍ବରଣ, ଲଜ୍ଜା ନିବାରଣ, ଅଶ୍ରୁ ସମ୍ବରଣ, ତୃଷା ନିବାରଣ, କ୍ରୋଧ ସମ୍ବରଣ। ପିଲାମାନେ, ତୁମକୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବ।